आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଆଜି ଜଣେ ସେଇଭଳି ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣିବା, 5 ଧାଡିରେ ନୁହେଁ 10 ଧାଡିରେ। ବିକ୍ରମ ସାରାଭାଇ 12 ଅଗଷ୍ଟ 1919 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଏବଂ ଜ୍ୟୋତିର୍ବିଜ୍ଞାନୀ ଥିଲେ, ଯିଏ ମହାକାଶ ଅନୁସନ୍ଧାନ ଆରମ୍ଭ କରିଥିଲେ ଏବଂ ଭାରତରେ ଆଣବିକ ଶକ୍ତି ବିକାଶରେ ସାହାଯ୍ୟ କରିଥିଲେ। ସାରାଭାଇ ଭାରତୀୟ ଉପଗ୍ରହ ତିଆରି ଏବଂ ଉତ୍କ୍ଷେପଣ ପାଇଁ ଏକ ପ୍ରକଳ୍ପ ଆରମ୍ଭ କରିଥିଲେ। ଫଳସ୍ୱରୂପ ପ୍ରଥମ ଭାରତୀୟ ଉପଗ୍ରହ ଆର୍ଯ୍ୟଭଟ୍ଟକୁ 1975 ମସିହାରେ ରଷିଆର କାସମୋଡ୍ରମ କକ୍ଷପଥରେ ରଖାଯାଇଥିଲା। ଡକ୍ଟର ସାରାଭାଇ ବିଜ୍ଞାନ ଶିକ୍ଷା ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ ଏବଂ 1966 ମସିହାରେ ଅହମ୍ମଦାବାଦରେ ଏକ କମ୍ୟୁନିଟି ସାଇନ୍ସ ସେଣ୍ଟର ପ୍ରତିଷ୍ଠା କରିଥିଲେ। ଆଜି ସେହି କେନ୍ଦ୍ରକୁ ବିକ୍ରମ ସାରାଭାଇ କମ୍ୟୁନିଟି ସେଣ୍ଟର କୁହାଯାଏ। ସେ ପରମାଣୁ ଶକ୍ତି ଆୟୋଗର ଚେୟାରମ୍ୟାନ୍ ଥିଲେ। ସେ ଭାରତୀୟ ମହାକାଶ ଗବେଷଣା ସଂଗଠନର ପ୍ରତିଷ୍ଠାତା ଥିଲେ। 30 ଡିସେମ୍ବର 1971 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ପିତା ଭାବରେ ବିବେଚନା କରାଯାଏ। ତାଙ୍କୁ 1966 ମସିହାରେ ପଦ୍ମଭୂଷଣ ଏବଂ 1972 ମସିହାରେ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା। ରହୁଛି। ଭିଡିଓ ଯଦି ଭଲ ଲାଗିଲା ଭିଡିଓ ଟିକେ ଲାଇକ୍ କରିଦେବେ, ଭିଡିଓକୁ ଆମ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ଦେଖା ହବ ଆଗାମୀ ଭିଡିଓରେ। ନମସ୍କାର।